1009 ଥର ବିଫଳତା ପରେ ଚିକେନ୍ ବଦଳାଇଲା ଭାଗ୍ୟ। ଜାଣନ୍ତୁ KFCର ସଫଳ କାହାଣୀ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ। ନମସ୍କାର ଦର୍ଶକ ବନ୍ଧୁ। ଅନେକ ବିଫଳତା ପରେ ଜନ୍ମ ନେଲା KFC। ଚିକେନ୍କୁ ନୂଆ ରୂପ ଦେଲା KFC। ଜଣେ ବ୍ୟକ୍ତି ତା ଜୀବନରେ କେତେ ଥର ବିଫଳ ହୋଇପାରେ? 10 ଥର, 20 ଥର ବା ଅଧିକରୁ ଅଧିକ 100 ଥର ଜଣେ ବ୍ୟକ୍ତି ବିଫଳ ହୋଇପାରେ। ଜଣେ ବ୍ୟକ୍ତି ଯିଏକି ଅନେକ ଥର ବିଫଳ ହେବା ପରେ ସଫଳତା ପାଇଥିଲେ। ଏଭଳି ଏକ ବ୍ୟକ୍ତିତ୍ୱର ଉଦାହରଣ ହେଉଛି KFCର ମାଲିକ। ଏହି ବ୍ୟକ୍ତି ଜଣକ 109 ଥର ବିଫଳତା ଲାଭ କରିବା ପରେ ସଫଳତା ପାଇଥିଲେ। ତାଙ୍କର କ୍ୟାରିୟର ସେ ସେତେବେଳେ ଆରମ୍ଭ କରିଥିଲେ ଯେତେବେଳେ ଲୋକମାନେ ଅବସର ନେଇଥାନ୍ତି। ସେ 65 ବର୍ଷ ବୟସରେ KFC ଆରମ୍ଭ କରିଥିଲେ। ସେ ବିଫଳତା ପରେ ବିଫଳତା ଲାଭ କରିଥିଲେ। ଆଉ ଗୋଟିଏ ଦିନ ତାଙ୍କର ଭାଗ୍ୟ ଚମକି ଉଠିଥିଲା। ସେ 1990 ମସିହାରେ ଜନ୍ମଗ୍ରହଣ କରିଥିଲେ। 6 ବର୍ଷ ବୟସରେ ତାଙ୍କର ବାପାଙ୍କର ଦେହାନ୍ତ ହୋଇଥିଲା। ଆଉ ତାପରେ ତାଙ୍କ ମା ଏକ କାରଖାନାରେ ଜନ୍ମଗ୍ରହଣ କରିଥିଲେ। ସାନ ଭଉଣୀଙ୍କର ଯତ୍ନ ନେଉଥିଲେ। ସେ 7 ବର୍ଷ ବୟସରେ ଭଲ ରୋଷେଇ ବି ଶିଖି ଯାଇଥିଲେ। ଆଉ ତାଙ୍କ ମା ପୁଣି ଥରେ ବିବାହ କରିଥିଲେ। ସେ ବଡ଼ ହେବା ପରେ ଅନେକ ଛୋଟ ବଡ଼ ଚାକିରି କରିଥିଲେ। ସେ ଅନେକ ସ୍ଥାନରେ କାମ କରିଥିଲେ କିନ୍ତୁ କୌଣସି ସ୍ଥାନରେ ସେ ବିଫଳ ନଥିଲେ। ଏହାପରେ ସେ ଏକ ରେଷ୍ଟୁରାଣ୍ଟ ତିଆରି କଲେ। ଆଉ ସେଠାରେ ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିଥିଲେ। ସେ ଚିକେନ୍କୁ ନେଇ ଅନେକ କିଛି ଆଇଟମ୍ କରିଥିଲେ। ତାପରେ ସେ ଧୀରେ ଧୀରେ KFC ନାଁରେ ଚିକେନ୍ ଏକ ଅଲଗା ପ୍ରକାର ତିଆରି କରୁଥିଲେ। ଆଉ ଏବେ KFC ଚିକେନ୍ ସବୁଠି ବିଖ୍ୟାତ। ସେ 1980 ମସିହାରେ ମୃତ୍ୟୁବରଣ କରିଥିଲେ ଏବଂ ଏହି କମ୍ପାନୀ ମାଲିକାନା ଆଉ ଜଣେ ଏବେ ବି ଲୋକଙ୍କ ଭିତରେ ତାଙ୍କର ଭଲ ପାଇବା ରହିଛି।